ମୁଁ ଯେତେବେଳେ ପିଲା ଥିଲି ଅନେକ ସମୟରେ ଭଲ ଚାକିରିଟେ କରିବି, ଭଲ ଘରର ଗୋଟେ ଝିଅଟେ ବାହା ହେବି। ଆମ ଆଦିବାସୀ ଝିଅମାନେ ଟିକେ ଦେଖିବାକୁ ଟିକେ ସଫା ନୁହନ୍ତି, ସଫା ଝିଅଟେ କେଉଁଠି ଖୋଜିବି। ତା ବାସ୍ତବିକ ବୋଧେ ମୋ ଭାଗ୍ୟରେ ଇଏ ମୟୂରଭଞ୍ଜ ସହିତ ସମ୍ପର୍କ ଯୋଡ଼ି ହେବାର ଥିଲା ଏବଂ ସୌଭାଗ୍ୟ ବି ମୋତେ ମିଳିଲା। ଚାକିରି ଯଦି ମୋତେ ମିଳିଲା ନାହିଁ କିନ୍ତୁ ସୌଭାଗ୍ୟ ମିଳିଲା ଯେ ଆଜି ଆପଣମାନଙ୍କର ସହିତ ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ଗୋଟିଏ ମୟୂରଭଞ୍ଜିଆ ଗୋଟିଏ ସଫା ଝିଅକୁ ବାହା ହେବା ପାଇଁ ବୋଧେ ସେ ସୌଭାଗ୍ୟ ଆପଣମାନେ ମୋତେ ମୁଁ ଯେତେବେଳେ ପିଲା ଥିଲି ଅନେକ ସମୟରେ ଭଲ ଚାକିରିଟେ କରିବି, ଭଲ ଘରର ଗୋଟେ ଝିଅଟେ ବାହା ହେବି। ଆମ ଆଦିବାସୀ ଝିଅମାନେ ଟିକେ ଦେଖିବାକୁ ଟିକେ ସଫା ନୁହନ୍ତି, ସଫା ଝିଅଟେ କେଉଁଠି ଖୋଜିବି। ତା ବାସ୍ତବିକ ବୋଧେ ମୋ ଭାଗ୍ୟରେ ଇଏ ମୟୂରଭଞ୍ଜ ସହିତ ସମ୍ପର୍କ ଯୋଡ଼ି ହେବାର ଥିଲା ଏବଂ ସୌଭାଗ୍ୟ ବି ମୋତେ ମିଳିଲା। ଚାକିରି ଯଦି ମୋତେ ମିଳିଲା ନାହିଁ କିନ୍ତୁ ସୌଭାଗ୍ୟ ମିଳିଲା ଯେ ଆଜି ଆପଣମାନଙ୍କର ସହିତ ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ଗୋଟିଏ ମୟୂରଭଞ୍ଜିଆ ଗୋଟିଏ ସଫା ଝିଅକୁ ବାହା ହେବା ପାଇଁ ବୋଧେ ସେ ସୌଭାଗ୍ୟ ଆପଣମାନେ ମୋତେ